ସାଙ୍ଗମାନେ ଯେହେତୁ ଏଇଖା ବର୍ଷା ସିଜନ୍ ଚାଲିଛି, ବର୍ଷା ପାଗ, ସେଥିପାଇଁ ଯେହେତୁ 12ଟା ଅଛି ପୁଣି ଆଇଁଷ ହବ ରେ ବାପ, ସେଥିପାଇଁକି ଆଜି କାହିଁ ଭାରି ଇଚ୍ଛା ହେଲା ଚିଙ୍ଗୁଡ଼ି ଖାଇବା ପାଇଁ। ପତିଦେବ ଆଣିଛନ୍ତି ଚିଙ୍ଗୁଡ଼ି ଆଳୁ ଝୋଳ, ତା ସାଙ୍ଗକୁ ଅରୁଆ ଭାତ, ତା ସାଙ୍ଗ ଅରୁଆ ଭାତକୁ ଚିଙ୍ଗୁଡ଼ି ଆଳୁ ତରକାରୀ ଆଉ ପିଆଜ ଲେମ୍ବୁ କଞ୍ଚାଲଙ୍କା ଟିକେ ଦଳା ନା ଆଳୁ ଟିକେ ସିଝିବ, ଏବେ ଆଳୁ ହେଇନି। ବର୍ଷା ପାଗକୁ ଇଏ ହେଉଛି ଆଜିର ଖାଇବା। ଆପଣମାନେ ଯଦି ଖାଇବେ ଜଲ୍ଦି ଆସନ୍ତୁ ବର୍ଷା ପାଗରେ ଖାଇବେ। କି ବର୍ଷା କମି ଯାଇଥିଲା, ପୁଣି କ'ଣ ଆଜି ଅଦିନିଆ 11:30 ବେଳେ ମେଘ ହେଲାଣି। ଆପଣମାନେ ଦେଖନ୍ତୁ, ସାଙ୍ଗମାନେ ବର୍ଷା ପାଗକୁ ଆଜି କାକରା ପିଠା ଏଠି ଗଢ଼ା ହେଇକି ଅଛି। ପୁରା ସ୍ମୁଥ୍ ଅଛି। ପତିଦେବ ଖାଇକି କହିବେ କେମିତି ହେଇଛି। ଏସବୁ ପଡ଼ିଛି, ମଜା ହେବ। ଫାଷ୍ଟରୁ ଆପଣମାନଙ୍କ ସହିତ ସେୟାର କରିପାରିନି, ଯେହେତୁ ଏକୁଟିଆ ନଣ୍ଡମୁଣ୍ଡ ହେଉଥିଲେ। ମୋତେ ତ ସେମିତି ଜନ୍ତି ଆସେନି, କିନ୍ତୁ ଆମ ନାନା ସେ ଜନ୍ତି ଦେଲେ। ମୁଁ ପୁରା ଭାଜିକି ଗଢ଼ି ଦେଇଛି, ଛାଣି ଦେଇଛି। ମୋ ଗଢ଼ା ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ ବକ୍ସରେ। ସାଙ୍ଗମାନେ କାକରା ଛାଣିକି ପୁରା ଥୋଇଦେଲି ଏଠି। ସାଙ୍ଗମାନେ ବହୁତ ଦିନ ପରେ ଘରକୁ ଆସିଲା ଚପ୍, ବରା, ଏଟା ଭେଜିଟେବୁଲ ଚପ୍ ଆଉ ପିଆଜ ସକ୍ସ, ବେଡ୍ ଚପ୍ ସେ ଭେଜିଟେବୁଲ ବେଡ୍ ଚପ୍ ଏଇଟା ନୁହଁ, ଏଟା ଭେଜିଟେବୁଲ। ମୋ ପତିଦେବ ଭୁଲ କହିଲେ। ଟମାଟୋ ଚିଲି ସକ୍ସ। ଇଏ ହେଉଛି ଆମ ସନ୍ଧ୍ୟାବେଳର ନାସ୍ତା। ଆପଣମାନେ ଆସନ୍ତୁ ଖାଇବେ। ବର୍ଷା ପାଗକୁ ସନ୍ଧ୍ୟାବେଳର ନାସ୍ତା। ଜଲ୍ଦି ଆସନ୍ତୁ, ପୁରା ଟେଷ୍ଟ 1 ନମ୍ବର ଡନ୍। ନା ଚାହା କରିବାକୁ ମାନେ ଆଜି ହେଉଛି ମୋର 4th ଆନିଭର୍ସରୀ, ଯେଉଁଠିକି ଆଜିକି 4 ବର୍ଷ ପୁରିକି ଆମର କାଲିଠୁ 5 ବର୍ଷ ଚାଲିବ। ସେଇଥିପାଇଁ ପତିଦେବ ବର୍ଷା ପାଗରେ ମୋତେ ଆଜି ଏଇଆକୁ ଧରେଇ ଦେଇଛନ୍ତି। 50 ଟଙ୍କା କ୍ରିକେଟ ଆଉ ହେଉଛି ଲେଜ୍ ଚଳିବ, ଆଉ ପନିର ବି ଆଣିଛନ୍ତି। ଆଜି ପନିର ଆଳୁ ତରକାରୀ ହେବ। ଯାହା ଖୁସି ଅଛି। ଛୋଟ ଗିଫ୍ଟ ହିଁ ଆମ ପାଇଁକି ବହୁତ ମୂଲ୍ୟବାନ। ଏଇତିକିରେ ବି ମୁଁ ବହୁତ ଖୁସି ଅଛି। ଆଉ ପତିଦେବ ଟିକେ ସାଙ୍ଗମାନଙ୍କୁ କହିଦିଅ ନା। ଜୟ ଜଗନ୍ନାଥ, ଶୁଭ ସକାଳ। ଆଜି ହେଉଛି ମୋର 4th ମାନେ 4 ବର୍ଷ ଆନିଭର୍ସରୀ ପୁରିକି 5 ବର୍ଷ ଚାଲିଛି। ଆପଣମାନଙ୍କ ଆଶୀର୍ବାଦ ଯେତିକି ଭଗବାନଙ୍କ ପାଖରେ ମୁଁ ଏତିକି ପ୍ରାର୍ଥନା କରୁଛି, ସମସ୍ତେ ମୋତେ ଆଶୀର୍ବାଦ କରନ୍ତୁ। ଆଉ ମୋ ସ୍ତ୍ରୀ ହଗରିକି ଆଶୀର୍ବାଦ କରନ୍ତୁ। ଆମେ କେମିତି ଆଗାମୀ ଦିନରେ ଭଲରେ ସୁଖରେ ରହୁ, ହସ ଖୁସିରେ ଦିନଟା ଯାଉ।
ଜୟ ଜଗନ୍ନାଥ। ସାଙ୍ଗମାନେ ଆଜି ଯେହେତୁ ମୋର 4th ଆନିଭର୍ସରୀ ସେଥିପାଇଁ କି ପତିଦେବ ମୋତେ ଛୋଟ ଉପହାର ହଉ ପଛେ ସେଟା ପୁଣି ବଡ଼ ଉପହାର ଦେଇଥିଲେ। ତାପରେ ଆଜି ଫାଷ୍ଟ ଖାଇବା ଆରମ୍ଭ ହେଲା ଇପିରୁ। ଆପଣମାନେ ବି ଆସନ୍ତୁ, ବର୍ଷା ପାଗ ପୁଣି ହେଇଛି, ବର୍ଷା ପାଗରେ ଇପି। ତାପରେ ଏମିତି ମୋ ସହିତ ରୁହନ୍ତୁ, ଦିନ ଭରି କ'ଣ ହେଉଛି କ'ଣ ନାହିଁ। ଆମର ତ କେକ୍ କଟା ହେବନି, କିନ୍ତୁ ଖାଇବା କ'ଣ ହେଉଛି ସେଇଟା ଆପଣମାନଙ୍କ ସହିତ ସେୟାର କରିବି। 10ଟା ବେଳୁ ଖାଇବା ଆମର ପ୍ରଥମେ ଆରମ୍ଭ ହେଲା ଇପିରୁ। ଆପଣମାନେ ବି ଆସନ୍ତୁ ଆମ ସହିତ ଖାଇବେ। ସାଙ୍ଗମାନେ ଆଜି ହେଉଛି ଆମର ମ୍ୟାରେଜ୍ ଆନିଭର୍ସରୀ, ସେଥିପାଇଁ କି ପତିଦେବ ସ୍ପେଶାଲ୍ ଖାଇବା କରିଛନ୍ତି କ'ଣ ଜାଣିଛନ୍ତି? ମୁଁ ଦେଖୁଛି ଫାଷ୍ଟ ଆଳୁରୁ ଆରମ୍ଭ କଲି। ଆଳୁ ଛାଣିଛନ୍ତି, ଏଠି ପନିରକୁ ପାଣି ଦିହରେ ଲୁଣ ପାଣି ଦିହରେ ପକାଇ ଦେଇଛନ୍ତି। ଏଠି ପତିଦେବ ମସଲା କଷୁଛନ୍ତି। ଫାଷ୍ଟ ତେଲ ଦେଲେ, ଲୁଣ ଚିନି ଆଉ କଟା ପିଆଜ, ତାପରେ ଅଦା ରସୁଣ ବିଲାତି ପିଆଜ ବଟା ହେଇଛି, ତାପରେ ଧନିଆ ଗୁଣ୍ଡ ଜିରା ଗୁଣ୍ଡ ଆଉ କି ମସଲା ହଳଦୀ ଲୁଣ ପନିର ମସଲା ପଡ଼ିକି ଫ୍ରାଏ ହେଉଛି। ଆଉ କଷା ହେବ କିଛି ସମୟ ପାଇଁ। ଆଉ ସେଠି ଡାଲି ବି ପ୍ରେସର କୁକରରେ ବସିଛି, ଅରୁଆ ଭାତ ହେବ, ଡାଲି ଛୁଙ୍କ ମରା ହେବ। ଏଇଠିକି ଆଜି ସ୍ପେଶାଲ୍ ଖାଇବା। ଆଉ ପାମ୍ପଡ଼ ଛଣା ହେଇକି ଅଛି। ଆପଣମାନେ ବି ଆସନ୍ତୁ ଆମ ସହିତ ଆମ 2 ଜଣଙ୍କ ଆନିଭର୍ସରୀରେ ଆଶୀର୍ବାଦ ଦେଇକି ଖାଦ୍ୟ ଖାଇବେ, ଖାଇକି ଯିବେ। ଏଇଟା ଦିଆହେଲା ଆଳୁ, ଆଳୁଟା କଷା ହେଲା ପଡ଼ିକି। ତାପରେ କ'ଣ ପଡ଼ିବ? ଆଉ କିଛି ନାହିଁ, ପାଣି ଦିଆହେବ। ଆଉ ସେତିକିରେ ମୁଁ ବ୍ରେକ୍ ନେଉଛି। ପନିର କଷା ହେବ, ପାଣି 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 ଦିଆଗଲା। ପୁଣି ଆଉ ଟିକେ ପନିର ମସଲା ଟିକେ ପଇଲା। ମେଘ ତ ହେଉଛି, ଆଉ ଆପଣମାନେ ତ ଜାଣୁଥିବେ ଆପଣ ଆଡ଼େ ବି ମେଘ ହେଉଛି, ଆମ ଆଡ଼େ ବି ହେଉଛି। ମେଘ ପାଗକୁ ଆଜି ଭଲ ଭଲ ଖାଇବା। କଷା ହେଲା, ପାଣି ଦିଆହେଲା। ମୁଁ ଟିକେ ବ୍ରେକ୍ ନେଉଛି, ଯାଉଛି ଯିବି ଟିକେ କାମ ଅଛି, ଅଲଗା କାମ କରିସାରେ। ପନିର କରିସାରିଲେ, ପୁରା ତରକାରୀ ହେଇସାରିଲେ ଆପଣମାନଙ୍କ ସହିତ ସେୟାର କରିବି। ଏମିତି ଆମ ସହିତ ରୁହନ୍ତୁ, ଆମ ଚ୍ୟାନେଲକୁ ଯାଆନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଆମ ଭିଡ଼ିଓକୁ ଫାଷ୍ଟ ଲାଷ୍ଟ ଦେଖନ୍ତୁ, କମେଣ୍ଟ ମାଧ୍ୟମରେ କୁହନ୍ତୁ କେମିତି ହେଇଛି। ପନିର ପକାଇଦେବି? ଆଜ୍ଞା, ସେ ପନିର ପକାଇଦେବି। ଆଉ ବ୍ରେକ୍ କ'ଣ ନେବି? ପନିର ଛଣା ହେଇକି ପଇଲା, କାହିଁକିନା ଟିକେ କଷା ଟାଇପ୍ର ହେବ ନା। ଆଳୁ ଯେହେତୁ ପୁରା ଛଣା ହେଇକି ସିଝି ଯାଇଛି, ଛଣାରେ ସିଝି ଯାଇଛି, ସେଥିପାଇଁ ପନିର ପଇଲା କଷା ହେଇକି। ବର୍ଷା ପାଗକୁ ପନିର ଆଳୁ କଷା। ସାଙ୍ଗମାନେ ସେଇଠି ଦେଖନ୍ତୁ, ପତିଦେବ ପାଣି ଦେଇସାରିଲେଣି। ତଥାପି ମୁଁ ଟିକେ ଗୋଳେଇ ଦିଏ, ଟେଷ୍ଟ 2 ଗୁଣ ବଢ଼ିବ। 8 ଗୁଣ ବଢ଼ିବ। ଓହୋ, 8 ହଁ। ସାଙ୍ଗମାନେ ଇଏ ତରକାରୀ ଏଠି ଫୁଟୁଛି। ଏଠି ଅରୁଆ ଭାତ ବସେଇ ସାରିଲେଣି। ଆଜି ଆମ ଆନିଭର୍ସରୀରେ ଇଏ ହେଉଛି ସ୍ପେଶାଲ୍ ଖାଇବା ସବୁ ହେଉଛି। ସାଙ୍ଗମାନେ ମୋର ରୋଷେଇ ସଇଲା। ଏଇଠି ଅରୁଆ ଭାତ, ଏଠି ଡାଲି, ଏଠି ହେଉଛି ପନିର ଆଳୁ ତରକାରୀ। ଏତେ ଜାଗା ହେଲାନି ବୋଲି ଏକ୍ସଟ୍ରା ଆଧରେ କାଢ଼ି ଦେଇଛି। ଇଏ ଥିଲା ମୋର ଆଜିର ରୋଷେଇ। ଆଉ ସାଙ୍ଗମାନେ ଟାଇମ୍ ଆସି ହେଲାଣି କେଇଟା? 12:43ରେ ଆମ ରୋଷେଇବାସ ସରିଗଲା। ସବୁ କାମ ସରିକି ଚାଲି ଆସିଲେ ମୁଁ ନିଜକୁ ବ୍ଲଗ୍ କରିବାକୁ। ମୁଁ ଆସିକି ଆର ବୁଧବାର ବୋଧେ ମୁଁ ବ୍ଲଗ୍ ଏଇ ବୁଧବାରଠୁ ବ୍ଲଗ୍ କରିଛି। ବୁଧ ଗୁରୁ ଶୁକ୍ର 3 ଦିନ ହେଲାଣି ଛାଡ଼ି ନଥିଲି। ଏକାଥରେ ବୁଧବାର ଗୁରୁବାର ଶୁକ୍ରବାର ଶନିବାର 3ଟା ମିଶେଇକି ଏଇ ବ୍ଲଗ୍ରେ ଆପଣମାନେ ଦେଖିବାକୁ ପାଇବେ। ଟିକେ ଟିକେ କରିଛି। ଆଜିର ବ୍ଲଗ୍ଟା ଟିକେ ବହୁତ ହେଇଛି, କାହିଁକିନା ଆଜି ଯେହେତୁ ମୋର ଆନିଭର୍ସରୀ। ଆଜି ଭଳିଆ ଦିନରେ ମୁଁ ପତିଦେବଙ୍କ ହାତ ଧରିକି ବାହା ହେଇଥିଲି। ଆଉ ଏମିତି ବିଶ୍ୱାସ କରିବା ସାଙ୍ଗମାନେ ବର୍ଷା ହେଉଥିଲା, ଯେମିତି ଆଜ୍ଞା ବର୍ଷା ହେଉନି ସେମିତି ମୋ ମ୍ୟାରେଜ୍ ବେଳେ ବର୍ଷା ହେଇଥିଲା। ଆଉ ଆଜି ବି ସେମିତି ବର୍ଷା ହେଉଛି। ତଥାପି ହେଇଛି, ବାହାଘର ପରଠୁ ବି ବାହାଘର ନାଇଁ, ବାହାଘର ପରେ ବି ହେଇଛି। ଯେତେବେଳେ ତମେ ଆସିଲ ନାଚି ନୁଚିକି ସେତେବେଳେ ବି ହେଇଥିଲା। ତାପରେ 2ରେ ହେଉଛି ଯେତେବେଳେ ବେଦୀ ଉପରକୁ ମୁଁ ଗଲି ସେତେବେଳେ ବି ଝିପିଝିପି ହେଇଥିଲା, ଗୋଡ଼ ଖସିଥିଲା ମୋର। ପତିଦେବ ଟିକେ ଆସ।
ବସୁନ ଟିକେ ବସ ଟିକେ ଟିକେ। ଆଉ ଆଜି ବି ମୋ ନଣନ୍ଦର ବି ଆଜି ମ୍ୟାରେଜ୍ ଆନିଭର୍ସରୀ। ତାଙ୍କୁ ବି ମୋର ୟୁଟ୍ୟୁବ୍ ଭାଇ ଓ ଭଉଣୀମାନଙ୍କ ତରଫରୁ ସମସ୍ତଙ୍କୁ ମୋର ହାପି ମ୍ୟାରେଜ୍ ଆନିଭର୍ସରୀ। ମୋ ନଣନ୍ଦ ଜ୍ୱାଇଁ ଇଏ ହେଉଛନ୍ତି ପତିଦେବ। ପତିଦେବ କ'ଣ କହୁଛି ଆଜି ଭଳିଆ ଦିନରେ କ'ଣ ହେଇଥିଲା? ଆଜି ହେଇଥିଲା ବାହାଘର ହେଇଥିଲା। ମୋ ସ୍ୱାମୀ ଗୋଟେ କଥା ଜାଣିଛନ୍ତି, ସେଟା କହିବିନି। ସିଏ ଏତେ ହେଇଗଲା ଯେ ଥଣ୍ଡା ଦେହରେ କ'ଣ ମିଶାଇ ଦେଇଛନ୍ତି ସିଏ କିନ୍ତୁ ଜାଣିପାରିଲେନି, କିନ୍ତୁ ପିଇ ଦେଇଥିଲେ। ଆଉ ହଁ ବର୍ଷା ହେଉଛି। କାଲିଠାରୁ ଡ୍ୟୁଟିରୁ ଛୁଟି ନେଇ କିଛି ଲାଭ ହେଲାନି, କାରଣ ଯାହା ଭାବିଥିଲି କାଲି ପ୍ରୋଗ୍ରାମ୍ ରଖିଥିଲି ଛୁଟି ନେଇକି ଯିବୁ ମହକୁର ମୋର ବୁଲିକି ଆସିବୁ, ପଦାରେ କିଛି ଖାଇବୁ। ବାହାରେ ସବୁଦିନ ତ ଘରେ ଖାଇବୁ, ପଦାରେ କିଛି ଖାଇବୁ ପିଇବୁ ବୁଲିବୁ ଏନ୍ଜୟ କରିବୁ ଆସିବୁ, କିନ୍ତୁ ସବୁ ଫସଲ ଖାଇବୁ। ବର୍ଷା ଆମ ପାଇଁ କାଳ ସାଜିଲା। ବର୍ଷା ସବୁ କିଛି ବର୍ବାଦ କରିଦେଲା। ହଗୁରିଲୁ ବର୍ଷା ହଉଚିଲୋ, କ'ଣ କରିବୁ ଲୋ? ମୁଁ ଯାଉଛି ଖାଇକି ଅଫିସ ଲୋ। ବର୍ଷା ଛାଡ଼ିବନି ଲୋ, ଆଜି କୁଆଡ଼େ ଛାଡ଼ିବାର ନାହିଁ। ପତିଦେବ ଆପଣମାନଙ୍କ ଭଲ ପାଇବା ରହିଲା ମୋ ସିଂହ ଦ୍ୱାର। ଆପଣମାନଙ୍କ ଭଲ ପାଇବା ଏମିତି ଆମ ଉପରେ ଥାଉ। ଆଉ ଢେର ସାରା ଭଲ ପାଇବା ଦିଅନ୍ତୁ, ସେ ଆଦର ଦିଅନ୍ତୁ। ଆଉ କ'ଣ କହିବି, ମୋ ଭିଡ଼ିଓଟି ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଜଲ୍ଦି ଜଲ୍ଦି ମୋ ଚ୍ୟାନେଲକୁ ଯାଆନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଆଉ ଆପରେ କ'ଣ ହେଉଛି କ'ଣ ନାହିଁ, ଆମର ତ ସେମିତି କେକ୍ କଟାକଟି ନାହିଁ, କିଛି ନାହିଁ। ଯାହା ତ ବୁଲିବା ଯାଇଥାନ୍ତୁ, ଏଇ ବର୍ଷା ହିଁ ସବୁକିଛି ସାରିଦେଲା। ଆଉ ଖାଇବା କ'ଣ ହେଇଛି ସେଇଟା ଆପଣମାନଙ୍କ ସହିତ ବି ସେୟାର କରିଛି। ଆଜି ସ୍ପେଶାଲ ଦିନରେ ଅରୁଆ ଭାତ, ଡାଲି ଆଉ ପାମ୍ପଡ଼, ଲୁଣ ଲଙ୍କା, ପନିର ଏଇସବୁ ହେଇଛି। ଆପଣଙ୍କ ସହିତ ବି ଦେଖେଇଛି, ତଥାପି ଆଉ ଟିକେ କହିଦେଲି। ଆଉ କ'ଣ କରିବି, ଏବେ ତ କିଛି କହିପାରିଲେ ନାହିଁ। ଏ ଯେଉଁ ମେଘ ହେଉଛି ଭାରି ମନ ଦୁଃଖ ହେଉଛି। କେତେ ଆଶା କରୁଛି ଯେ ବୁଲି ଯିବି ବୋଲି, ହେଲାନି, ଫସଲ ଫାଟିଗଲା। ତଥାପି ମୁଁ ଖୁସି ଅଛି, କାହିଁକିନା ପତିଦେବ ମୋ ପାଖରେ ଅଛନ୍ତି। ଅଫିସରେ ଛୁଟି ନେଇକି ମୋ ପାଖରେ ଅଛନ୍ତି, ସେଇ ତାଠୁ ବଡ଼ ଖୁସି ଆଉ କ'ଣ ଅଛି। ହାପି ବର୍ଷା ମାଇ ଡାର୍ଲିଂ, ବର୍ଷା ମାଇ ଡାର୍ଲିଂ, ସେଥିପାଇଁକି ମେଘ ହେଉଛି ଖୁସିରେ। ସାଙ୍ଗମାନେ ବର୍ଷା ରିମ୍ ଝିମ୍ ବର୍ଷା କ'ଣ ରିମ୍ ଝିମ୍ ମେଘ ବରଷିବ। ପତିଦେବ ପଚର 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 ବର୍ଷା ପାଣି ଦେଖିଲେ ତ ବର୍ଷା। ସାଙ୍ଗମାନେ ଆସନ୍ତୁ ଖାଇବେ, ଭାତ, ଡାଲି, ପାମ୍ପଡ଼, ପନିର, ନାନା ଦେଇଛନ୍ତି ସୋୟାବିନ, ପୋଟଳ ଆଳୁ କଷା, ଇଏ ପିଆଜ, ଲେମ୍ବୁ, ଲୁଣ ଲଙ୍କା ଆସେନି, ଆସିବ। ଆପଣମାନେ ଆସନ୍ତୁ ଖାଇବେ। ଆଉ ଏଠି ପତିଦେବ ବସିଛନ୍ତି। ପତିଦେବ ଆଜିର ଅତିଥି ଆପଣ ନା? ହଉ ପତିଦେବ ଖାଇବେ, ମୁଁ ବି ଯାଉଛି, ଭୋକ କଲାଣି। ଇଏ ଥିଲା ଆଜିର ମୋର ଛୋଟ ମୋଟ ବ୍ଲଗ୍। ଯଦି ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲୁନି। ଜଲ୍ଦି ଜଲ୍ଦି ମୋ ଚ୍ୟାନେଲକୁ ଯାଆନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଡାଲିଟା ଟିକେ ବସି ଯାଇଛି ଆଉ।